ଟିଟଲାଗଡ଼ ରେ ବନ ବିଭାଗ ତରଫରୁ ବେଆଇନ ଭାବେ ଗଚ୍ଛିତ କାଠ ଜବତ। ଟିଟଲାଗଡ଼ ସହରର କେତେକ ସ୍ଥାନରେ ବହୁମୂଲ୍ୟ ଶାଗୁଆନ ଶାଳ ତଥା ଅନେକ କାଠ ନିର୍ମିତ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ଥିବା ସୂଚନା ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟଲାଗଡ଼ ଓ ସଇଁତଳା ବନ ବିଭାଗର ମିଳିତ ଉଦ୍ୟମରେ ଟିଟଲାଗଡ଼ ସହରର ସର୍ଗିଗୁଡ଼ା ରେଲୱେ କଲୋନି ଓ ଠିକାଦାର ପଡ଼ାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଅର୍ଦ୍ଧନିର୍ମିତ ଖଟ, ସୋଫା, ଚୌକି, ଶାଗୁଆନ ଗଣ୍ଡି, ଶାଳ ଗଣ୍ଡି, କାଠ କାଟିବା ଯନ୍ତ୍ର, ମେସିନ୍, ହାତ କରତ ଆଦି ଜବତ କରାଯାଇଥିବା ସୂଚନା ଦିଆଯାଇଛି। ତିନୋଟି ପୃଥକ ପୃଥକ ମାମଲା ରୁଜୁ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଥିବା ଟିଟଲାଗଡ଼ ବନଖଣ୍ଡ ଅଧିକାରୀ ସଚିଦାନନ୍ଦ ସୁବୁଦ୍ଧି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ସମୟରେ ଟିଟଲାଗଡ଼ ବନପାଳ ସୁରେନ୍ଦ୍ର ମହାରଣା, ସଇଁତଳା ବନପାଳ ସୁଶୀଲ ପୁଟା ଓ ଅନ୍ୟ ବନ ବିଭାଗର କର୍ମଚାରୀମାନେ ସାମିଲ ରହିଥିଲେ। ସଇଁତଳା ବନାଞ୍ଚଳ ତରଫରୁ ମିଳିତ ଭାବରେ ତିନୋଟି ଜାଗାରେ ରେଡ୍ କରାଯାଇଥିଲା। ଆମେ ବିଶେଷ ସୂତ୍ରରୁ ଖବର ପାଇଥିଲୁ ଯେ ଟିଟଲାଗଡ଼ ଅଞ୍ଚଳରେ କିଛି ବ୍ୟକ୍ତି ବିଶେଷ ଆମର ଇଲିଗାଲ ଭାବରେ କାଠ କାମ କରୁଛନ୍ତି, ଯୋଉଟାକି ଆମେ ସର୍କିଗୁଡ଼ାରେ 2 ଜଣ ଘରେ ରେଡ୍ କରିଥିଲୁ ଏବଂ ଏକ ପରିତ୍ୟକ୍ତ କୋଠା ରେଲୱେ କଲୋନି ପାଖରେ ଏକ ପରିତ୍ୟକ୍ତ କୋଠା ପାଖରେ ଗୋଟେ ପରିତ୍ୟକ୍ତ ଘରେ ରେଡ୍ କରିଥିଲୁ ଏବଂ ସେଇଠୁ ଆମର କିଛି କାଠ ଗଣ୍ଡି, ଶାଗୁଆନ ଏବଂ ଶାଳର କିଛି କାଠ ଗଣ୍ଡି ଏବଂ କିଛି ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଏବଂ କିଛି ଆମର ପୋଲ୍ସ ପ୍ଲାଣ୍ଟସ୍ ଗୁଡ଼ା ଏବଂ କିଛି ପୋଲ୍ ଗୁଡ଼ା ଆମେ ଜବତ କରିଛୁ ଏବଂ ତା ସଙ୍ଗେ ସଙ୍ଗେ ଆମେ କାଠ କାଟୁଛନ୍ତି 3-4ଟି ହ୍ୟାଣ୍ଡସ ଏବଂ କାଠର ଡିଜାଇନ କରିବା ପାଇଁ ମେସିନ୍ ଏବଂ ତା ସହ ଗୋଟେ ମଟର ବି ଆମେ ଜବତ କରିଛୁ ଏବଂ ଏଇଥିଲାଗି ଆମେ 2 ଜଣ ଲୋକଙ୍କୁ ଅଟକ ରଖିଛୁ ଏବଂ ଏଇ ପରିସ୍ଥିତିରେ ତଦନ୍ତ ଚାଲିଅଛି ଏବଂ 3ଟି ପୃଥକ ମାମଲା ଆମେ ରୁଜୁ କରି ଆମେ ତଦନ୍ତ କରୁଛୁ। ଉନ୍ନତ କହିବାଟା ଟିକେ ଯେହେତୁ ବର୍ତ୍ତମାନ ସୁଦ୍ଧା ଆମେ କୌଣସି ପ୍ରକାରର ହିସାବ କରିନାହୁଁ କୋଉଟା କେତେ CFD ବା କେତେ CM ଅଛି, ଆଉ ଯେହେତୁ 3-4ଟା ସ୍ପେସିସ୍ର ଅଛି, ଶାଗୁଆନ ଅଛି, ଶାଳ ଅଛି ଏବଂ ତା ସହିତ କିଛି କମ୍ ଦାମିକା କାଠ ବି ଅଛି, ତେଣୁ ଆମେ ଆନୁମାନିକ ମୂଲ୍ୟ ଗଣନା କରିକି ଆମେ ଆପଣଙ୍କୁ ଜଣାଇ ଦେଇପାରିବୁ। କିଛି ସୋଫା ସେଟ୍ ଅର୍ଦ୍ଧନିର୍ମିତ ସୋଫା ସେଟ୍ ଅଛି ଏବଂ ଅର୍ଦ୍ଧନିର୍ମିତ ଏକ ଖଟ ବି ଅଛି। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ରୁ ପବିତ୍ର ମୋହନ ସାହୁଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।